ନୟାଗଡ଼ ରଜ ମହୋତ୍ସବ 2026 ଏବଂ ତା ସହିତ ଏଠି ନାଟ୍ୟ ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି। କେଶବ ରାଉତ ସ୍ୱର୍ଗତ କେଶବ ରାଉତଙ୍କ ନାଁରେ ଏହି ନାଟ୍ୟ ମହୋତ୍ସବ 5 ଦିନ ଧରିକି ये ନାଟ୍ୟ ମହୋତ୍ସବ ଚାଲିବ ଏବଂ ଗତକାଲି ବରିମୁଣ୍ଡ ଗ୍ରାମର ନାଟ୍ୟ ମହୋତ୍ସବ ଥିଲା ଏବଂ ଆଜି କଳାରହଙ୍ଗ ନାଟ୍ୟ ପରିବେଷଣ କରିବେ ଏବଂ ଆସନ୍ତା କାଲିଠୁ ନେଇକି ଏମିତି ଆହୁରି 3 ଦିନ ବିଭିନ୍ନ ଗ୍ରାମର ଗାଡ଼କଣଠୁ ନେଇ ଡମଣାଠୁ ନେଇ ପଟିଆ ପର୍ଯ୍ୟନ୍ତ ସମସ୍ତ ଗ୍ରାମର ଅଛି ନାଟ୍ୟ ମହୋତ୍ସବ ପରିବେଷଣ କରିବେ। ଏଇଟା ଗୋଟେ ସୁନ୍ଦର ପ୍ଲାଟଫର୍ମ ତିଆରି ହେଇଛି। ରଜ ସମୟରେ 5 ଦିନ ଧରି ଯାତ୍ରା ମହୋତ୍ସବ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛନ୍ତି ଏବଂ ये ଯାତ୍ରା ହେବା ଦ୍ୱାରା ଯେଉଁ ଗ୍ରାମମାନଙ୍କରେ କଳାକାର ବନ୍ଧୁମାନେ ଅଛନ୍ତି ତାଙ୍କୁ ପରିବେଷଣ କରିବା ପାଇଁ ଗୋଟେ ସୁନ୍ଦର ପ୍ଲାଟଫର୍ମ ତିଆରି ହେଇଥିଲା, ଯେଉଁଥିରେ କି କଳାକାରମାନେ ତାଙ୍କର କଳା ପରିବେଷଣ କରିବେ ଏବଂ ଯାହାଫଳରେ ବହୁତ କଳାକାର ଏଠୁ ଆସିପାରିବେ। ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାର କଳା ସଂସ୍କୃତିକି ବଜାୟ ରଖିବା ପାଇଁ ଇଏ ଯେଉଁ ଭୁବନେଶ୍ୱରରେ ଯେଉଁ ଆମର ପେଣ୍ଡାଲଟି ତିଆରି ହେଇଛି ନିଶ୍ଚିନ୍ତ ଭାବରେ ସାଧୁବାଦ ଦେବି ସମସ୍ତ କର୍ମକର୍ତ୍ତା ଯେଉଁମାନେ ଏଥିରେ ସହଯୋଗ କରୁଛନ୍ତି ଏବଂ ତା ସହିତ ଏ ଅନୁଷ୍ଠାନକୁ ଆଗକୁ ନେବା ପାଇଁ ଯେଉଁ ଆଗେଇ ଆସିଛନ୍ତି କଳାକାର ବନ୍ଧୁମାନଙ୍କୁ ଗୋଟେ ନାଟ୍ୟ ପରିବେଷଣ କରିବା ପାଇଁ ଯେଉଁ ସ୍ଥାନ ଦେଇଛନ୍ତି ନିଶ୍ଚିନ୍ତ ଭାବରେ ଯେତେ ସାଧୁବାଦ ଦେଲେ ବି କମ୍ ହେବ। ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଆମମାନଙ୍କୁ ଡାକିକି ମଧ୍ୟ ଏଠାରେ ସାମିଲ କରିଥିବାରୁ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦେଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ପଟିଆଗଡ଼ରେ ପ୍ରଥମ ଥର ପାଇଁ ରଜ ମହୋତ୍ସବ ଉପଲକ୍ଷେ ଗୋଟେ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା କରାଯାଉଛି। ପଟିଆଗଡ଼ର 5 ଖଣ୍ଡ ଗାଁ ମାନେ ପଟିଆକୁ ମିଶେଇକି 4 ଖଣ୍ଡ ଆଉ 4 ଖଣ୍ଡ ପଟିଆ 1-5 ଏମିତି ହେଇକି 5 ଖଣ୍ଡ ଗାଁର କଳାକାରମାନେ ଏଥିରେ ସାମିଲ ହେଇଛନ୍ତି। କଳାର ଉନ୍ନତି ତଥା ଭାଇଚାରାର ଉନ୍ନତି ପାଇଁ ଏହି ପଦକ୍ଷେପ ଆମେ ନେଇଛୁ। କେଶବ ରାଉତ ନାଟ୍ୟ ସ୍ମୃତି କମିଟି ତରଫରୁ ଏହି ପଦକ୍ଷେପ ନିଆଯାଇଛି। କଳାକାରମାନଙ୍କର ଉତ୍ତରୋତ୍ତର ଉନ୍ନତି ତଥା କଳାକାରମାନଙ୍କୁ କେମିତି ଉତ୍ସାହିତ କରାଯିବ ସେଥିପାଇଁ ଏ ପଦକ୍ଷେପ ନିଆଯାଇଛି। 5 ଦିନ ଧରି ଏହି ଯାତ୍ରା କାର୍ଯ୍ୟକ୍ରମ ମାନେ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏଥିରେ ଯେଉଁମାନେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ଫୋର୍ଥ ହେବେ ତାଙ୍କ ପାଇଁ ବି ପୁରସ୍କାର ରଖାଯାଇଛି, ଯେଉଁଟାକି କଳାକାରମାନଙ୍କୁ ଉତ୍ସାହିତ କରିବାର ମାଧ୍ୟମ। ପ୍ରଥମ ରଜନୀରେ ବରିମୁଣ୍ଡୁ ଆମର ଲକ୍ଷେଶ୍ୱର ଡ୍ରାମାଟିକ୍ କ୍ଲବ ତରଫରୁ ତାଙ୍କର ନାଟକ ପରିବେଷଣ କରିଥିଲେ ଏବଂ ବହୁତ ସୁନ୍ଦର ପରିବେଷଣ ସେମାନେ କରିଛନ୍ତି। ଆଜି କଳାରହଙ୍ଗ ଜଳେଶ୍ୱର ନାଟ୍ୟ ପରିଷଦ ତାଙ୍କର ଯେଉଁ ଅଛି ତାଙ୍କ ତରଫରୁ ଆଜି ତାଙ୍କର ପରିବେଷଣ କରିବେ ଏବଂ ଶେଷ ଦିନରେ ଏମିତି 5 ଦିନ ଯାଏ ପରିବେଷଣ କରିବେ। ଶେଷ ଦିନ ଯେଉଁମାନେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ଫୋର୍ଥ ହେଇଥିବେ ତାଙ୍କୁ ପୁରସ୍କାର ଦିଆଯିବ। ତ୍ରିପାଠୀ କେଶବ ରାଉତ ନାଟ୍ୟ ସ୍ମୃତି କମିଟିର ଉପସଭାପତି ଦାୟିତ୍ୱରେ ଅଛି। ଆମେ ଏଇଟା ପ୍ରଥମ ବର୍ଷ ଆରମ୍ଭ କଲୁ ରଜ ମହୋତ୍ସବ ହିସାବରେ, ଯେଉଁଟାକି ରଜ ଗୋଟିଏ ଆମର ଗଣପର୍ବ। ଧୀରେ ଧୀରେ ସହର ଭିତରେ ଇଏ ଗଣପର୍ବ ଲୋପ ପାଇବାକୁ ବସିଥିବା ବେଳେ ଆମେମାନେ ଚିନ୍ତା କଲୁ ଯେ ଗଣପର୍ବକୁ ପୁଣି ସମସ୍ତଙ୍କ ମନରେ ଜାଗ୍ରତ କରାଇବା ପାଇଁକି ରଜ ପର୍ବକୁ ଆରମ୍ଭ କଲୁ ରଜ ମହୋତ୍ସବ ଏବଂ ଲୁଚି ଯାଇଥିବା ଆମର ଯେମିତି ପୁଚି, ମେହେନ୍ଦି, ଆପଣଙ୍କର ସ୍କିପିଂ, ମ୍ୟୁଜିକ୍ ଚେୟାର ଏଗୁଡ଼ାକ ଯେଉଁଗୁଡ଼ା ରଜରେ ଖେଳନ୍ତି ଦୋଳି ଏଗୁଡ଼ାକ ପିଲାମାନେ ଧୀରେ ଧୀରେ ଭୁଲିବାକୁ ବସିଥିଲେ। ଆମେ ସେଇଟାକୁ ଉଜ୍ଜୀବିତ କରିବା ପାଇଁକି ଏଗୁଡ଼ା ଛୋଟ ପ୍ରୟାସ କରିଛୁ। ତା ସହିତ ଆମେ 5 ରାତି ପାଖ ଆଖ ଗାଁର ସବୁ କଳାକାରମାନେ ପ୍ରତିଦିନ ଗୋଟେ ରାତି ନାଟକ ପରିବେଷଣ କରୁଛନ୍ତି, ଯେଉଁଟାକି କମ୍ପିଟିସନ୍ କରାଯାଉଛି ତାଙ୍କ ମଧ୍ୟରେ। ଯେଉଁମାନେ ଉତ୍ତୀର୍ଣ୍ଣ ହେବେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ହେବେ ଆମେ ସେମାନଙ୍କୁ ପୁରସ୍କୃତ ମଧ୍ୟ କରିବୁ। ଏହାଦ୍ୱାରା ଆମର କ'ଣ ହେଉଛି କଳାକୁ ବଞ୍ଚେଇବା ପାଇଁକି ଆମେ ସକ୍ଷମ ହେଉଛୁ ଏବଂ ଆମ ଗାଁ ନିକଟର ଯେଉଁ ଗାଁ ଗୁଡ଼ିକ ଆମ ଭିତରେ ଭାଇଚାରା ଗୋଟେ ସମ୍ପର୍କ କରାଯାଇପାରୁଛି। ଏଇଟା ହେଉଛି ୟା ଭିତରେ ଗୋଟେ ମହତ୍ ଉଦ୍ଦେଶ୍ୟ। ତେଣୁକରି ଏହି ପର୍ବକୁ ଆମେ ଆରମ୍ଭ କରିଛୁ।
ଆପଣମାନଙ୍କ ଆଶୀର୍ବାଦ ରହୁ, ଏହା ବହୁତ ଦୀର୍ଘଜୀବୀ ହେଉ ଏ ଅନୁଷ୍ଠାନ ଆମର, ଏତିକି ଆପଣଙ୍କ ପାଖରେ କାମନା।